অভয়বাণী অভয়বাণী অভয়বাণী। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ଶ୍ରୀ ଠାକୁର ମହାରାଜଙ୍କର ଅଭୟ ପାଦ ପଦ୍ମରେ ଭକ୍ତିପୂତ ପ୍ରଣତି। ସମସ୍ତ ଗୁରୁ ଭାଇ ଓ ମା ମାନଙ୍କୁ ଜୟ ଗୁରୁ ପ୍ରଣାମ। ଆଜି ଅଭୟବାଣୀର ଅଭୟ ମୂର୍ଚ୍ଛନା କାର୍ଯ୍ୟକ୍ରମରେ ଅଭୟବାଣୀର ପ୍ରଥମ ଖଣ୍ଡ ଶ୍ରୀହସ୍ତ ଲିଖିତ ବାଣୀ 30 ନମ୍ବର ପାଠ କରିବାକୁ ଯାଉଛି। ଜୟ ଗୁରୁ। ନୂତନ ଲୋକରେ ନୂତନ ଦେହରେ ନବ ଆନନ୍ଦରେ ମିଳିତ ହେବା ଆଶାରେ ଉତ୍କଣ୍ଠିତ ରୁହ। ସେ ଆନନ୍ଦ ମିଳନ ଚିନ୍ତାରେ ବିଭୋର ହୋଇ ରୁହ। ଏ ଜୀବନର ଯବନିକା ପଡ଼ିଲେ ହିଁ ଆନନ୍ଦ ରାଜ୍ୟର ରାସ୍ତା ଖୋଲିଯିବ। ବୁଝିଲ ତ? ଏଇ ଯେଉଁ ପୂର୍ବ ବାଣୀ ଆମେ ଗତ ଥର ଶୁଣିଥିଲେ ଯେ ଠାକୁର ସେଇ ଯେଉଁ କଥା କହିଥିଲେ ତୁମମାନଙ୍କୁ ଆନନ୍ଦ ଧାମକୁ ନେଇ ସେଠି ପ୍ରେମରସ ମାଧୁର୍ଯ୍ୟ ସମ୍ଭୋଗରେ ଆନନ୍ଦମୟ ହୋଇଯିବି। ଏଇ ଘଟଣାଟା ଘଟିବ କେତେବେଳେ? ଏଇ ବାଣୀରେ ସେ କଥାଟା ନିର୍ଦ୍ଦେଶ ଦିଆଯାଇଛି ଯେ ଏ ଜୀବନର ଯବନିକା ପଡ଼ିଲେ, ମାନେ ଆମେ ଯେଉଁ ମାନବ ଶରୀର ଧରିଛେ ବା ଏ ଯେଉଁ ଶରୀର ଅଛି, ଶରୀରରୁ ଯେତେବେଳେ ଆମ ଭିତରୁ ଆତ୍ମା ବାହାରିଯିବ ସେତେବେଳେ ସେ ଆନନ୍ଦ ଅନୁଭବ କରିପାରିବା। ଯେ ଠାକୁର ଯେଉଁ କଥା କହିଛନ୍ତି ଯେ ତମର ଯେତେବେଳେ ମୃତ୍ୟୁ ଆସି ଉପନୀତ ହେବ ସେତେବେଳେ ମୁଁ ମୋ କାର୍ଯ୍ୟ କରିବି, ସେ କଥା ଠାକୁର ସିଧାସଳଖ କହିଛନ୍ତି ତୁମେମାନେ ମୋର ଏଇ ପାରିର କାର୍ଯ୍ୟ କରିଯା, ମୁଁ ତମର ଆର ପାରିର ଭାର ନେଲି। ତା ଅର୍ଥ ହେଉଛି ଯେ ଯେତେବେଳେ ମାନେ ଆମର କେତେବେଳେ ମୃତ୍ୟୁ ହେବ ତାଙ୍କୁ ଜଣା ଅଛି, ଏଥିରୁ ଜଣାପଡ଼ୁଛି ସ୍ପଷ୍ଟ। ଆମର ଶେଷ ଦିନ ଏଇ ମହିମଣ୍ଡଳରେ କେଉଁ ଦିନ କେଉଁ ସମୟରେ କେଉଁ ମୁହୂର୍ତ୍ତରେ ତାହା ସେ ଜାଣିଛନ୍ତି। ତେଣୁ ଜଣ ଜଣ କରି ସେଇ ସମୟରେ ଠାକୁର ଆସି ଉପସ୍ଥିତ ହେବେ, ଯେଉଁଟାକି ସାଧାରଣ ମଣିଷ ଭିତରେ ସେଇଟା ହୁଏନି। ଯେତେବେଳେ ସାଧାରଣ ମଣିଷର ମୃତ୍ୟୁ ହୁଏ ସେ ତାର ସ୍ତର ଅନୁସାରେ ତାର ଯେଉଁ ମାନସିକତା ଅନୁସାରେ ତାର ଘଟଣା ଘଟେ। କିନ୍ତୁ ଠାକୁର କହୁଛନ୍ତି ଯେ ତମମାନେ ଯଦି ଠିକ୍ ଭାବରେ ମୋ ସହିତ ଜଡ଼ିତ ହୋଇଥିବ ଆଉ ମୁଁ ତୁମମାନଙ୍କୁ ଏଇ ଜନ୍ମରେ ମଧ୍ୟ ସେଇ ଆନନ୍ଦ ଧାମକୁ ନେଇଯିବି। ଆଉ ସେଇ ଆନନ୍ଦ ଧାମକୁ ଯିବାକୁ ହେଲେ ଏଇ ଜୀବନର ଯବନିକା ପଡ଼ିବା ଦରକାର। ମାନେ ମୃତ୍ୟୁ ଆସିଲା ପରେ ଯାଇକି ଆମେ ସେଇଟା ଅନୁଭବ କରିପାରିବା ପରପାରିଟା କ'ଣ, ପରପାର ପ୍ରକୃତ କେତେ ସେଠି ଏଠିକାର ରାଜ୍ୟଟା ଆନନ୍ଦମୟ କି ସେ ରାଜ୍ୟଟା ଆନନ୍ଦମୟ, ସେତେବେଳେ ଆମେ ଅନୁଭବ କରିବା। କିନ୍ତୁ ମୁଖ୍ୟ କଥା ହେଉଛି ଯେ ଯେଉଁ ଠାକୁର କହିଲେ 3 ଜନ୍ମର ମୁକ୍ତି, ତାର କାରଣ ହେଉଛି ଆମେ ଯଦି ପୁଣି କିଛି ଗୁଡ଼ାଏ ଯେଉଁଟା ମାନବିକତା କାର୍ଯ୍ୟ ନୁହେଁ, ଯଦି ପରକୁ ଦୁଃଖ ଦେବା, ଅନ୍ୟକୁ ହଇରାଣ କରିବା, କଷ୍ଟ ଦେବା, ଯେ ଆଧ୍ୟାତ୍ମିକ ରାଜ୍ୟରେ ରହିକିରି ବିଭିନ୍ନ ପ୍ରକାର କୁକାର୍ଯ୍ୟରେ ଲିପ୍ତ ରହିବା, ତାହେଲେ ଆମର ପୁଣି ପ୍ରାରବ୍ଧ ସୃଷ୍ଟି ହେଇଯିବ, ଯେଉଁଟାକି ଭୋଗ କରିବାକୁ ମଧ୍ୟ ପୁଣି ଭୋଗ ଶରୀର ଧାରଣ କରିବାକୁ ପଡ଼ିବ। ସେତେବେଳେ ଠାକୁର ନାଚାର ହେଇଯିବେ ଯେ ସେ ଚାହିଁଲେ ବି ଆମକୁ ନେଇକରି ମୁକ୍ତିଧାମରେ ପହଞ୍ଚିବା ପାଇଁ ପୁଣି ଆମକୁ ଜନ୍ମ ନେବାକୁ ପଡ଼ିବ। ତେଣୁ ଏଇଟା ହେଉଛି ପ୍ରକୃତିର ଖେଳା। ତେଣୁ ପ୍ରକୃତି ସହିତ ଠାକୁର କେବେ ବିରୋଧ କରିବେ ନାହିଁ। ଠାକୁର କହିଛନ୍ତି ସ୍ପଷ୍ଟ ଭାବରେ ଯେ ତମମାନେ ସେମିତି ଯଦି ଠିକ୍ ଭାବରେ ମାନେ ମୋ ଆଶ୍ରିତ ରହିବ, ମୋର ଏଇ ଯେଉଁ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେବ, ତାହେଲେ ମୁଖ୍ୟ କଥା ହେଉଛି କାମନାର ବିନାଶଟା ହେବା ଦରକାର। ଆମ ଭିତରେ ଯଦି ପୁଣି କାମନା ସୃଷ୍ଟି ହେଲା, ଯେତେବେଳେ ମୃତ୍ୟୁ ସମୟ ଆସିବ ସେତେବେଳେ ଯଦି ମନ ଭିତରେ କିଛି ଗୋଟାଏ କାମନା ଆସିଗଲା, ମୁଁ ଗୋଟେ କିଛି ଜୀବନରେ ଗୋଟେ କାର୍ଯ୍ୟ କରିବାକୁ ଆଶା କରିଥିଲି, ମୋର ଅଧୁରା ରହିଯାଇଛି, ସେଇ ସମୟରେ ମୋର ମୃତ୍ୟୁ ଉପନୀତ ହୋଇଗଲା, ଯଦି ମୁଁ ସେଇ କଥାଟା ଭାବିକି ଦେଲି ମନ ଭିତରେ ଯେ ମୋର ଏଇ କାର୍ଯ୍ୟଟା ଅଧୁରା ରହିଗଲା ଆଉ ପୂରଣ କରିପାରିଲିନି ଜୀବନରେ, ତାହେଲେ ମାନେ ଯେଉଁ ମୁକ୍ତି ପଥଟା ରୋଧ ହୋଇଯାଏ ସେଇଠି। କିନ୍ତୁ ଠାକୁର ନିର୍ଭରତା ଦେଇଛନ୍ତି ଯେ ତମର ମୁକ୍ତିପଥ ରୋଧ ହେଲେ ବି ମୁଁ ପରବର୍ତ୍ତୀ ସଂସ୍କାର ପାଇଁ ତୁମକୁ ନେବି, ନିଶ୍ଚୟ ଆସି ପହଞ୍ଚିବି ସେଇ ସମୟରେ। ତେଣୁ ଉନ୍ନତ ଜନ୍ମ ଗୋଟା ଠାକୁର ଦେବେ, ଯେଉଁ ସଂସ୍କାର ବଳରେ ଆମେ ପୁଣି ସେଇ ପ୍ରାରବ୍ଧଟାକୁ ସେଠି ଭୋଗ କରିକି ଆମେ ପୁଣି ତାଙ୍କ ପାଖକୁ ଚାଲିଯିବା। ତେଣୁ ଏଇ ଯେଉଁ 3 ଜନ୍ମର ମୁକ୍ତି କଥା କୁହାଯାଇଛି, ଏଇଟା ଏଇ 3 ଜନ୍ମଟା କେତେଟା ଜନ୍ମ ଚାଲିଯିବ ତା କହିହେବନି। ଠାକୁର ସେଥିପାଇଁ କହିଛନ୍ତି ଯେ ତମମାନେ ସ୍ଥିର ଭାବରେ ଯଦି ଠିକ୍ ଭାବରେ ଗୁରୁକ୍ରିୟା ମାନେ ଆମେ ଠାକୁରଙ୍କର ଏଇ ପାରିର କର୍ମ କରି ଚାଲିବା, ତାହେଲେ ସେଇ ଜିନିଷଟା ହେବ। ସେ ଯାହା ହଉ, କିନ୍ତୁ ଏଇ ବାଣୀ ମାଧ୍ୟମରେ ଠାକୁର କହୁଛନ୍ତି ଏଇ ଯେଉଁ ନୂତନ ଲୋକ ନୂତନ ଦେହ ଆମେ ପାଇବା ବା ନୂତନ ଶରୀର ଯେଉଁ ଆମ ଭିତରେ ହେବ, ଯେଉଁ ସୂକ୍ଷ୍ମ ଦେହ ଆମର ଯେଉଁ ସୃଷ୍ଟି ହେବ ମୃତ୍ୟୁ ପରେ, ସୂକ୍ଷ୍ମ ଦେହଟା ଯେଉଁ ସୃଷ୍ଟି ହେବ, ଏଇ ପରପାରିର କଥା ପୁସ୍ତକରେ ଏଇ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି। ତାକୁ ଆମେ ମଧ୍ୟ ପଢ଼ିଲେ ଜାଣିପାରିବା ଯେ ପ୍ରକୃତରେ ତ ଆତ୍ମା ଶରୀରରୁ ବାହାରେ ତାର ଗତିଟା କେମିତି ହୁଏ, ସେଇ ଜାଗାରେ କେଉଁ ଜାଗାରେ ଆସି ଠାକୁର ପହଞ୍ଚନ୍ତି, କେମିତି ତାଙ୍କୁ ଆମକୁ ଉଦ୍ଧାର କରନ୍ତି, ସେ କଥା ସବୁ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି, ତାକୁ ଆମେ ଜାଣିପାରିବା। ଠାକୁର ସେ କଥା କହୁଛନ୍ତି ଯଦି ସବୁବେଳେ ସେଇ କଥାଟା ଯେତେବେଳେ ଆମେ ପରିଣତ ବୟସ ଆସି ପହଞ୍ଚିବା, ଏବେଠାରୁ ସାଧନା କରି ଚାଲିଥିବା, ଯେତେବେଳେ ବୟସ ହେଇଯିବ ବା ମୃତ୍ୟୁର ସନ୍ନିକଟ ଆମର ହେଇଯିବ, ସେତେବେଳେ ଯଦି ଆମେ କେବଳ ମନ ଭିତରେ କେବଳ ରଖିବା ଯେ ମୁଁ ଠାକୁରଙ୍କୁ ପାଇବି, ଠାକୁରଙ୍କର ସେ ରାଜ୍ୟରେ ଯାଇ ପହଞ୍ଚିବି, ତେଣୁ ନୂତନ ଲୋକରେ ନୂତନ ଦେହରେ ନବ ଆନନ୍ଦରେ ମିଳିତ ହେବା ଆଶାରେ ଉତ୍କଣ୍ଠିତ ହୋଇ ରୁହ।
ତେଣୁ ଆମେ ଯଦି ଉତ୍କଣ୍ଠା ଆମ ଭିତରେ ବଢ଼ି ଚାଲିବ ଯେ ନା ମୁଁ ଠାକୁରଙ୍କ ପାଖକୁ ଯିବି, ଠାକୁର ମୋତେ ନେବେ, ନିଶ୍ଚିତ ଇଏ କରିବେ, ତାହେଲେ ଯେତେ କର୍ମଫଳ ଥାଉ ନା କାହିଁକି ଠାକୁର ତାର ନିଶ୍ଚୟ ବ୍ୟବସ୍ଥା କରିବେ। ସେଇ କଥା ଠାକୁର କହିଛନ୍ତି ଯେ ସେଇ ଆନନ୍ଦ ମିଳନ ଚିନ୍ତାରେ ବିଭୋର ହୋଇ ରୁହ। ସଂସାରର କାର୍ଯ୍ୟ ଗୋଟା ହାତରେ ହଉ ଚାଲୁ, କିନ୍ତୁ ମାନସିକତା ତାଙ୍କ ପାଖରେ ରହୁ। ମନ ଯେ ରହିଥିବ ଶ୍ରୀଚରଣେ ଗୁରୁଦେବ ଦୟା କର ଦିନ ଜନେ, ସେଥିପାଇଁ ଆମେ ପ୍ରାର୍ଥନା କରୁଛେ। ତେଣୁ ଏଇ ମନଟା ଯଦି ସବୁବେଳେ ତାଙ୍କ ପାଖରେ ଲାଗି ରହିବ, ତାହେଲେ এই ଜୀବନର ଯବନିକା ପଡ଼ିଲା କ୍ଷଣି ଆମେ ସେଇ ଆନନ୍ଦ ରାଜ୍ୟକୁ ଚାଲିଯିବା ବା ଠାକୁରଙ୍କ ପାଖରେ ଯାଇ ପହଞ୍ଚିଯିବା। ଏଇ ହେଉଛି ଏ ବାଣୀର ରହସ୍ୟ। ତେଣୁ ଆମେ ଆସନ୍ତୁ ସମସ୍ତେ ଠାକୁରଙ୍କୁ ପ୍ରାର୍ଥନା କରିବା, ଠାକୁର ଆମର ସେଇ ଶେଷ ମୁହୂର୍ତ୍ତରେ ଆପଣ ହିଁ ସହାୟ, ଆପଣ ଆମକୁ ସେଇ ପଥର ଯାତ୍ରୀ କରି ଆପଣଙ୍କ ଶ୍ରୀଚରଣରେ ଆଶ୍ରୟ ପ୍ରଦାନ କରିବା ପାଇଁ ଆଶୀର୍ବାଦ କରନ୍ତୁ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।